ବର୍ଷା ଦିନ ହଉ କିମ୍ବା ଶୀତ ଦିନ ହଉ କିମ୍ବା କେଉଁ ଋତୁ ବି ହଉ, ବୁଟ ପିଆଜିର ବାସ୍ନା ଆଉ ତା'ର ଟେଷ୍ଟ ଆମ ସମସ୍ତଙ୍କୁ ଟାଣି ନିଏ ଜଳଖିଆ ଦୋକାନକୁ। ଏଇ ବର୍ଷା ପାଗକୁ ଚାଲନ୍ତୁ ଆଜି ମୁଁ ଆପଣଙ୍କ ସହିତ ବୁଟ ପିଆଜିର ରେସିପିଟି ସେୟାର କରିବି। ବର୍ଷା ଦିନେ କିମ୍ବା ଝିପିଝିପି ବର୍ଷା ହେଉଥିବ, ଆମ ସମସ୍ତଙ୍କୁ ଇଚ୍ଛା ହୁଏ କିଛି ଛଣାଛଣି ହୁଅନ୍ତା କି। ଏବେ ବୁଟ ପିଆଜି ଖାଇବା ପାଇଁ ଆମକୁ କୌଣସି ଜଳଖିଆ ଦୋକାନ ବାହାରକୁ ଯିବା ପାଇଁ ପଡ଼ିବ ନାହିଁ। ମୁଁ ଏଇ ଭିଡ଼ିଓରେ କିଛି ଟ୍ରିକ୍ କହିବି, ଯାହାଦ୍ୱାରା କି ଆପଣଙ୍କର ବୁଟ ପିଆଜି ପୁରା ପରଫେକ୍ଟ ହେବ। ବାହାରୁ କ୍ରିସ୍ପି, ଭିତରୁ ନରମ, ପୁରା ଜଳଖିଆ ଦୋକାନ ପରି ପରଫେକ୍ଟ ବୁଟ ପିଆଜି ଆଜି ଆମେ ଘରେ ବସିକି ବନେଇବା। ତେବେ ଚାଲନ୍ତୁ ବନେଇବା ବୁଟ ପିଆଜି। ନମସ୍କାର ସାଙ୍ଗମାନେ, ମୁଁ ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ସିଜନ୍ସ ଆଣ୍ଡ ବାଇଟ୍ସରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ତେବେ ବୁଟ ପିଆଜି ବନେଇବା ପାଇଁ ମୁଁ ଏଇଠି ବଡ଼ ମେଜରମେଣ୍ଟ କପ୍ରେ 1 କପ୍ ବୁଟ ଡାଲିକୁ 4-5 ଥର ଧୋଇକି ଓଭରନାଇଟ୍ ବତୁରିବା ପାଇଁ ଛାଡ଼ି ଦେଇଛି। ଓଭରନାଇଟ୍ ନ ବତୁରେଇଲେ ମଧ୍ୟ ଆପଣ 6ରୁ 7 ଘଣ୍ଟା ବୁଟ ଡାଲିକୁ ବତୁରିବା ପାଇଁ ଛାଡ଼ିବେ। ବୁଟ ପିଆଜିରେ ପକାଇବା ପାଇଁ ଏଇଠି ମୁଁ 4ରୁ 5ଟି କଞ୍ଚା ଲଙ୍କା, ତା ସହ କିଛି ଅଦାକୁ ମିକ୍ସିଂ ଜାର୍ରେ ଖଦଡ଼ କରି ବାଟି ନେଇଛି। ଖଦଡ଼ କରି ବାଟିଲେ ତା'ର ଫ୍ଲେଭର ଆମର ବୁଟ ପିଆଜିରେ ବହୁତ ଭଲ ଆସିଥାଏ। ଆପଣ ଚାହିଁଲେ କୌଣସି ଚପର ସାହାଯ୍ୟରେ ବା କୌଣସି କୁଟଣ ସାହାଯ୍ୟରେ ମଧ୍ୟ କୁଟିକି ନେଇପାରିବେ। ତା ସହ ମୁଁ ଏଇଠି କିଛି ଭୃସଙ୍ଗ ପତ୍ରକୁ ଧୋଇକି ପକାଇ ନେଇଛି। ଭୃସଙ୍ଗ ପତ୍ରର ମାତ୍ରାକୁ ବରାରେ ସଦାବେଳେ ବେଶୀ ରଖିବେ, ଯାହାଦ୍ୱାରା କି ବରା ଭଲ ବାସିବ, ଟେଷ୍ଟ ମଧ୍ୟ ଭଲ ଦେବ। ତା ସହ ଏଇଠି ଗୋଟେ ବଡ଼ ପିଆଜକୁ ଟିକ୍ ଟିକ୍ କାଟି କରି ତାକୁ ନେଇଯାଇଛି। ଦେଖନ୍ତୁ ଓଭରନାଇଟ୍ ସକ୍ କରିସାରିଲା ପରେ ବୁଟ ଗୁଡ଼ାକ କିପରି ଭାବରେ ଫୁଲି ଯାଇଛି। ଏବେ ଏଇଠି ଦେଖନ୍ତୁ ଓଭରନାଇଟ୍ ବତୁରିବା ପରେ ବୁଟ ଡାଲି ଗୁଡ଼ାକ କିପରି ଫୁଲି ଯାଇଛି। ତା ସହ ମୁଁ ଏଇଥିରୁ କିଛି ବୁଟ ଡାଲିକୁ ବାହାର କରିକି ଗୋଟା ବୁଟ ଡାଲି ପକାଇବି ବରାରେ, ଯାହାଦ୍ୱାରା କି ଫ୍ଲେଭର ଭଲ ଆସିବ। ଏବେ ମିକ୍ସିଂ ଜାର୍ରେ ମୁଁ ବୁଟ ଗୁଡ଼ାକ ବାଟି ନେଇଛି। ମନେ ରଖନ୍ତୁ, ବୁଟ ବାଟିବା ସମୟରେ ଆପଣ କିଛି ବି ପାଣି ଦେବେନି, ତାକୁ ଶୁଖିଲା ବାଟିବେ, କିଛି ବି ପାଣି ଦେବେନି। ପାଣି ଦେବା ଦ୍ୱାରା ତାହା ପାଣିଆ ହେଇଯାଇପାରେ। ତାକୁ ମଝିରେ ମଝିରେ ଚାମଚ ମାରି ତାକୁ ଖଦଡ଼ ବାଟିବେ, ବିଲକୁଲ ବି ପାଲିସ ବାଟିବେ ନାହିଁ। ମୁଁ ଯେଉଁ କନସିଷ୍ଟେନ୍ସି ଦେଖେଇଲି ଆପଣ ସେହିପରି ବାଟିବେ, ବିଲକୁଲ ବି ପାଣିଆ ବାଟିବେ ନାହିଁ। ଏହା ସହ ମୁଁ ରଖିଥିବା ଅଳ୍ପ କିଛି ଫାଳ ବୁଟକୁ ମଧ୍ୟ ସେଇଥିରେ ପକାଇ ଦେଇଛି। ତା ସହ ଏଇଠି ମୁଁ ବରାର ଫ୍ଲେଭର ବଢ଼ାଇବା ପାଇଁ 1/2 ଟିସ୍ପୁନ୍ ଗୋଟା ଜିରା, 1/2 ଟିସ୍ପୁନ୍ ପାନମଧୁରୀ, ସ୍ୱାଦ ଅନୁସାରେ ଲୁଣକୁ ପକାଇ ତାକୁ ଭଲସେ ଗୋଳେଇ ନେଇଛି। ଏବେ ଯେଉଁ ମେଜରମେଣ୍ଟ ପାତ୍ରରେ ଆପଣ ବୁଟ ଡାଲିକୁ ବତୁରେଇଥିଲେ, ସେଇ ମେଜରମେଣ୍ଟ ପାତ୍ରରେ ତା'ର ଅଧା ବେସନ ଦେଇ ତାକୁ ଭଲସେ ଗୋଳେଇ ନେବେ। ବେସନ ଆମର ବରାକୁ ବାଇଣ୍ଡିଂ ଦେବ। ତା ସହ ଆପଣ ଭଲସେ ଗୋଳେଇକି ଦେଖିବେ, ଯେତେବେଳେ ଆପଣ ବରାର ଗୋଳା ବନେଇବେ ତାହା ବେସନ ଯୋଗୁଁ ବିଲକୁଲ ଭାଙ୍ଗିବ ନାହିଁ। ଏବେ କଡ଼େଇରେ ତେଲ ଢାଳି ତେଲକୁ ଗରମ କରିବା। ଫ୍ଲେମ୍କୁ ହାଇ ରଖି ହାତକୁ ଅଳ୍ପ ଓଦା କରି ଆମେ ବୁଟ ବରା ମୋଟା ମୋଟା କରିକି କଡ଼େଇକୁ ପକାଇବା। ସବୁ ବରା ଗୋଟିଏ ଗୋଟିଏ କରି ପକାଇବା। ମନେ ରଖନ୍ତୁ, ବରା ଗୁଡ଼ିକ କେବେ ବି ପତଳା କରିବେ ନାହିଁ। ତା ସହ ଆମର ଫ୍ଲେମ୍କୁ ମଧ୍ୟ ଆପଣ ସବୁ ବରା ପକାଇ ସାରିଲା ପରେ ମିଡ଼ିୟମକୁ ଆଣି ପକାଇବେ।
गोटे साइड कुक हो गला परे ताकू अलट पालट करिवे। मु पकेइथिबा प्रथम भारीटी एबे रेडी हो जाउची। ता सह आपण ताकू भलसे तेलरे छाणी गोटे खोला पात्र रखिबे आ किछि समय ताकू ठंडा हेबा पई देबे। बोरा को छाणिला बेले फ्लेम को आमे मीडियम रखिबा जहा फଳରେ कि हमर बाहरटी पूरा क्रंची होबो बा क्रिस्पी होबो आ भितरटी पूरा कुक हो जिवो। ता सह आपण ताकू गोल्डन ब्राउन हेबा पर्यंत बा गोल्डन हेबा पर्यंत ताकू छाणिबे। से एका उपाय रे मु एठी द्वितीय भारीटी मध्ये छाणी नउछि। आ देखंतु आपण किपरि भाबरे क्रिस्पी ता सहित किपरि भाबरे गोल्डन हो जाइछि। एबे पुणी तेल कड़े बसई मु मोर प्रथम भारी रे छाणी थिबा बरा गुड़ाक पापुल रे टिके टिके प्रेस करिकी ताकू पियाजी परिका पूरा पतला करिकी आउ थरे छाणी नउछि। जहा फଳରେ कि पियाजी गुड़ाक पूरा आमर परफेक्ट जलखिया दुकानर पियाजी परिका सेप दबो। पियाजी गुड़ाक ठंडा हो सारा परे आमे पापुली रे ताकू प्रेस करिबा नहले ताकू कौनसी टिश्यू पेपर रे प्रेस करिकी ताकू छाणिबा। जेहेतु आमे पियाजी गुड़ाक द्वितीय थर पाई प्रेस करिकी छाणुचे सेथिपाई आमे ताकू 1 ରୁ 2 मिनिट हाई फ्लेम रे छाणिबा। ताकू बेसी समय छाणिबा नाही। जदि आमे बेसी समय छाणिबा ताहा बेसी हार्ड हो जिवो। एठी मु छाणिकी देखौची आपनकू देखंतु हेइजिना पूरा लुक वाइज परफेक्ट जलखिया दुकान परी पियाजी जेपरी लुक परी
परफेक्ट ହେଇଛି ସେହିପରି टेस्ट ମଧ୍ୟ यार परफेक्ट रहिबो। ताहले आउ डेरी काहेकि आपण तो रेसिपीटी जानिले एबे घरे बसिकी बुट पियाजी बनैकी आपणकर फैमिली सहित बुट पियाजी को एंजॉय करंतु। भिडियोटी संपूर्ण देखिथिबा जोगु आपनको धन्यवाद। भिडियोटी पसंद आसिले लाइक शेयर सब्सक्राइब करिवे।